Students, today I will give you a synopsis with tricks on how to fill up the blanks with the prepositions. Just come to the board and see. He died dash fever. এটি ପିଲାମାନେ ମନେ ରଖ ଫିଭର ହେଉଛି ଗୋଟେ ରୋଗର ନାମ। ଯେତେ ରୋଗ ଆମେ ପାଇବା ଶହ ଶହ ହଜାର ହଜାର ଫିଭର ହେଇପାରେ, କଲେରା ହେଇପାରେ, କୋଭିଡ଼ ହେଇପାରେ, କଲେରା ନିମୋନିଆ ହେଇପାରେ। ତେଣୁ ରୋଗ ପାଖରେ ମଲେ ଲୋକ ଅଫ୍ କରନ୍ତି। ତେଣୁ ଆଦୌ ଭୁଲିବାର ନାହିଁ। ତେଣୁ ଆମେ କ'ଣ କରିବା ନା ହି ଡାଏଡ୍ ଅଫ୍ ଫିଭର ହେଲା, ଆମେ ସାଙ୍ଗେ ସାଙ୍ଗେ 10 ସେଣ୍ଟେନ୍ସେସ୍ କରିବା 10ଟା ରୋଗକୁ ନେଇ। ହି ଡାଏଡ୍ ଅଫ୍ ଫିଭର, ହି ଡାଏଡ୍ ଅଫ୍ କଲେରା, ହି ଡାଏଡ୍ ଅଫ୍ ନିମୋନିଆ ଏଟସେଟ୍ରା। ତାପରେ ହି ଡାଏଡ୍ ଅଫ୍ ଓଭରଅଲ୍, ଓଭରଅଲ୍ଟା ରୋଗ ନୁହେଁ। ତେଣୁ ଅଲଗା କାରଣରୁ ମଲେ ସେଠି ଫ୍ରମ୍ ହୁଏ। ସେ କଠିନ ପରିଶ୍ରମ କରି ମରିଗଲେ, ରୋଗରେ ଅଫ୍, ଅନ୍ୟ କାରଣରୁ ହେଲେ ଫ୍ରମ୍। ହି ଡାଏଡ୍, ଯେତେବେଳେ ଆମେ ଆକ୍ସିଡେଣ୍ଟ କଥା ଚିନ୍ତା କରିବା, ଇନ୍ ଆନ୍ ଆକ୍ସିଡେଣ୍ଟ, ଏଇଟା ଦେଖ ହି ଡାଏଡ୍ ଡ୍ୟାସ୍ 1995, ହି ଡାଏଡ୍ ଇନ୍ 1995, ହି ଡାଏଡ୍ ଇନ୍ ଜାନୁଆରୀ। ଯେତେବେଳେ ହି ଡାଏଡ୍ ହେଲା, ମଣ୍ଡେ ଯେକୌଣସି ୱାର୍ଡର ଶେଷରେ ଡେ ଥାଏ ସେଠି କ'ଣ ଲାଗେ? ହି ଡାଏଡ୍ ଅନ୍ ମଣ୍ଡେ। ରିମେମ୍ବର, ରୋଗରେ ମଲେ ଅଫ୍, ଅନ୍ୟ କାରଣ ମଲେ ଫ୍ରମ୍। ରାଇଟ୍ ଇଟ୍ ଡାଉନ୍। ବର୍ତ୍ତମାନ ମୁଁ କହିଲି ରୋଗରେ ମଲେ ଡାଏଡ୍ ଅଫ୍, ଅନ୍ୟ କାରଣ ମଲେ ଡାଏଡ୍ ଫ୍ରମ୍। ବର୍ତ୍ତମାନ ଦେଖିବା ହି ୱାର୍କସ୍ ଡ୍ୟାସ୍ ଦି ରୁମ୍। ଏଠି ଇନ୍ ଦି ରୁମ୍, ହି ୱାର୍କସ୍ ଡ୍ୟାସ୍ ଦି ଫାର୍ମ। କାହିଁକି ନା ଯେଉଁଠି ଆମେ କାମ କରୁ ବା ବାସ କରୁ, ଉପରକୁ ଅନେଇଲେ ଯଦି ଆକାଶ ଦେଖା ନଯାଏ, ଛାତ ଥାଏ ସେଠି ଇନ୍ ହୁଏ। ଯେଉଁ ଜାଗାରେ ଆକାଶ ଦେଖାଯାଏ ସେଠି ଅନ୍ ଦି ଫାର୍ମ ହୁଏ। ସେଇଭଳି ହି ୱାର୍କସ୍ ଡ୍ୟାସ୍ ଦି କ୍ୟାମ୍ପସ୍। କ୍ୟାମ୍ପସ୍ ମଧ୍ୟରେ ଛିଡ଼ା ହେଲେ ଆକାଶ ଦେଖାଯାଏ, ସେଠି ମଧ୍ୟ ହେଲା ଅନ୍ ଦି କ୍ୟାମ୍ପସ୍। ଟେବୁଲ୍ ଇଜ୍ ମେଡ୍ ଡ୍ୟାସ୍ ଉଡ୍। ବର୍ତ୍ତମାନ ଟେବୁଲ୍ 100 ବର୍ଷର ଟେବୁଲ୍, ତା ଦେହରେ ହାତ ମାରିଲା ବେଳେ ଆମେ ତାକୁ ଜାଣିପାରୁଛୁ ତା ରୂପ ପରିବର୍ତ୍ତନ ହେଇ ସେ କାଠରେ ରହିଛି। ତେଣୁ ରୂପ ନ ବଦଳିଲେ ଅଫ୍। ୱାଇନ୍ ଇଜ୍ ମେଡ୍ ଡ୍ୟାସ୍ ଗ୍ରେପ୍ସ। ବର୍ତ୍ତମାନ ୱାଇନ୍ରେ ମଦରେ ଗ୍ରେପ୍ସ ନାହିଁ, ରୂପ ବଦଳି ଯାଇଛି, ତେଣୁ ଏଠି ହେଲା ଫ୍ରମ୍। ଏଠି ସେଭଳି ପେପର୍ ଇଜ୍ ମେଡ୍, ପଲ୍ପ ନାହିଁ ପେପରରେ, ରୂପ ବଦଳି ଯାଇଛି, ସେଠି ହେଲା ଫ୍ରମ୍। ରୂପ ନ ବଦଳିଲେ ଅଫ୍। ଗୋଟେ ଜିନିଷ ତିଆରି ହେଇଛି, ତା ରୂପ ଯଦି ସେଇଆ ଅଛି ତିଆରି ବେଳ ଠାରୁ ଏ ପର୍ଯ୍ୟନ୍ତ ସେଟା ଅଫ୍, ରୂପ ବଦଳିଗଲେ ସେଟା ହେଉଛି ଫ୍ରମ୍। ଏଠି ମଧ୍ୟ ଆକାଶ ଦେଖା ନଗଲେ ଇନ୍, ଏଠି ଆକାଶ ଦେଖାଗଲେ ଅନ୍, ଏଟା ମଧ୍ୟ ଲେଖିନିଅ। ହି କେମ୍ ଡ୍ୟାସ୍ ଜାନୁଆରୀ। ଜାନୁଆରୀ ଗୋଟେ ମାସ, ପ୍ରତି ମାସ ପୂର୍ବରୁ ଇନ୍ ଲାଗେ, ଏଟା ମନେ ରଖିବାକୁ ପଡ଼ିବ, କିଛି ଅସୁବିଧା ନାହିଁ। ହି କେମ୍ ଡ୍ୟାସ୍ 1992, 92 ଗୋଟେ ଇୟର ପାଖରେ ମଧ୍ୟ ଇନ୍ ହୁଏ। ହି କେମ୍ ଡ୍ୟାସ୍ 10 o'clock, ଟାଇମ୍ ପୂର୍ବରୁ 8 ଲାଗେ। ହି କେମ୍ ଡ୍ୟାସ୍ ମଣ୍ଡେ, ଯେଉଁଥିରେ ମଣ୍ଡେ ଲାଗିଯିବ ସେଠି ଅନ୍ ହୁଏ, ଅନ୍ ମଣ୍ଡେ, ଟ୍ୟୁଜଡେ, ଅନ୍ ବାର୍ଥଡେ ଏଟସେଟ୍ରା। କଟକ ଷ୍ଟାର୍ସ ଡ୍ୟାସ୍ ଦି ମହାନଦୀ, ଅନ୍ ଦି ମହାନଦୀ, ଓଡ଼ିଆରେ ହେଲା କଟକ ମହାନଦୀ କୂଳରେ ଅବସ୍ଥିତ। ଆଇ ଗୋ ଅନ୍ ଫୁଟ୍ ନଟ୍ ବାଇ ଫୁଟ୍, ଅନ୍ ଫୁଟ୍ ମଧ୍ୟ ମନେ ରଖିବାକୁ ପଡ଼ିବ। ଆଇ ଆମ୍ ଗୋଇଂ ଏଲଙ୍ଗ ଦି ରୋଡ୍, ଯେତେବେଳେ ମୋର ମୁଭମେଣ୍ଟ ଅଛି, ମୁଁ ଚାଲୁଛି, ସେଠି ଏଲଙ୍ଗ ହୁଏ। ଆଇ ଆମ୍ ଗୋଇଂ ଏଲଙ୍ଗ ଦି ରୋଡ୍, ଆଇ ଆମ୍ ୱାକିଂ ଏଲଙ୍ଗ ଦି ରୋଡ୍, ଆଇ ଆମ୍ running along the road, but I am standing on the road. এটা মধ্যে লেখিনিও। He is senior to me, সে মোটু বড়। He is junior to me, সে মোটু সান। He is inferior to me, he is superior to me. I prefer tea to coffee. What is he to you? সে তোমার কোন হবে? Dash me, he is right. ମୋ ମତରେ ସେ ଠିକ କହିଛନ୍ତି। To me means in my opinion ଯୋଉଟା କୁହାଯାଏ। It comes to my mind according to him. ସେ ଏଗୁଡ଼ା ସବୁ all senior to junior to prefer to what is it to me comes to my mind according to ୟାକୁ ମଧ୍ୟ ରାଇଟ୍ ଲାଗେ। He is good dash English, he is good at English, he is bad at English। ତାଙ୍କର ଇଂରାଜୀ ଭଲ ହୁଏ, ତାଙ୍କର ଇଂରାଜୀ ଖରାପ ହୁଏ। He is splendid at English, he is brilliant at English, କିନ୍ତୁ he is expert dash English, he is expert in বা হি ইজ আডেপ্ট ইন। এটি ମଧ୍ୟ ADEPT আডেপ্ট ইন କରାଯାଏ। আই টুক হিম ড্যাশ ସରପ୍ରାଇଜ୍, ମୁଁ ତାଙ୍କୁ ଆଶ୍ଚର୍ଯ୍ୟ କରାଇଦେଲି। ହି ଇଣ୍ଡଲ୍ସଡ୍ ଇନ୍ ଇଟ୍, addicted to, ADDICT, addicted to gambling, ସେ ଜୁଆ ଖେଳରେ ଅଭ୍ୟସ୍ତ। ଆଭଏଡ୍ ବାଇ ଦି ରୋଡ୍, ସେଟା ଲେଖିନିଅ। ମୁଁ ଅଳ୍ପ କିଛି କହିଦେଉଛି, ପ୍ରାକ୍ଟିସ୍ କରିବ।
he comes that's a good family. He comes of a good family from no बहुत पिला कहते he comes from a good family. He comes of a good family से गोटे भल परिवार आसी. This is between you and me. आर अर्थ होची यह सिक्रेट या गुप्त. This is between you and me. I took him for dead. ମୁଁ ତାଙ୍କୁ ମୃତ ବୋଲି ଭାବିଲି. He takes that's his father. He takes after his father. Takes after होची resemble ର phrasal verb. ପରବର୍ତ୍ତୀ ଅବସ୍ଥାରେ phrasal verb ମଧ୍ୟ ମୁଁ ପଢ଼ାଇବି. ତେଣୁ ମନେ ରଖ ହି କମ୍ସ ଅଫ୍ ଏ ଗୁଡ୍ ଫ୍ୟାମିଲି ସେ ଗୋଟେ ଭଲ ପରିବାର ଆସୁଛନ୍ତି. ଟ୍ରାନ୍ସଲେସନ୍ କାମ ରହିବ. ଏହା ଗୁପ୍ତ ଅଟେ. ଦିସ୍ ଇଜ୍ ବିଟୱିନ୍ ୟୁ ଆଣ୍ଡ ମି. ଆଇ ଟୁକ୍ ହିମ୍ ଫର୍ ଡେଡ୍. ମୁଁ ତାଙ୍କୁ ମୃତ ବୋଲି ଭାବିଲି. ହି ଟେକ୍ସ ଆଫ୍ଟର ହିଜ୍ ଫାଦର ସେ ତାଙ୍କ ବାପା ଭଳି ଦେଖାଉଛନ୍ତି. ଏକ ସବୁ ଲେଖ ପ୍ରାକ୍ଟିସ୍ କର. ଏବଂ ପ୍ରିପୋଜିସନ୍ ପାଇଁ ଗୋଟିଏ କଥା କହିବି. ପ୍ରିପୋଜିସନ୍ ମାନେ ହିଁ ପ୍ରତିଦିନ 10ଟି ଲେଖା ପ୍ରିପୋଜିସନ୍କୁ ମୁଖସ୍ଥ କରିବାକୁ ପଡ଼ିବ ଏବଂ 5 minutes ତାକୁ ପ୍ରାକ୍ଟିସ୍ କରିବାକୁ ପଡ଼ିବ. 10 days ଏଇଭଳି ପ୍ରାକ୍ଟିସ୍ କରିବାକୁ ପଡ଼ିବ. କାରଣ ଆମେ ସମସ୍ତେ ଜାଣିଛୁ ଆଇ ଆମ୍ ଫଣ୍ଡ ଅଫ୍ ରାଇସ୍, ଆଇ ଏମ୍ ଆଫ୍ରେଡ୍ ଅଫ୍ ଟାଇଗର, ଆଇ ଏମ୍ ଆଙ୍ଗ୍ରି ୱିଥ୍ ୟୁ. ଯେତେବେଳେ 7th 8th ତମେ ପଢ଼ୁଥିଲା ବେଳେ ଏଗୁলো ସବୁ ପ୍ରାକ୍ଟିସ୍ କରୁଛ. ଯେହେତୁ ବହୁତ ପ୍ରାକ୍ଟିସ୍ ହେଇଯାଇଛି, ଅଭ୍ୟାସ ହେଇଛି, ଏଇଟା ମନେ ରହିଛି. ଏହାକୁ ମନେ ରଖ. କିଛି ବ୍ୟସ୍ତ ହେବା ଦରକାର ନାହିଁ. ଏଇଟା ପରୀକ୍ଷା ପାଇଁ ମହୋତ୍ସବୀ ଏବଂ ସାଧାରଣତଃ কথୋପକଥନ ବେଳେ କଥାବାର୍ତ୍ତା ବେଳେ ସାଙ୍ଗସାଥିରେ ୱାର୍କ ପ୍ଲେସ୍ରେ ମଧ୍ୟ ଏଇଟା ବହୁତ ସାହାଯ୍ୟ କରିବ. କାହିଁକି ମୁଁ କହିବାକୁ ଚାହୁଁଛି ଜଣେ କହିବ ହି କମ୍ସ ଫ୍ରମ୍ ଏ ଗୁଡ୍ ଫ୍ୟାମିଲି, ଆମେ ତାକୁ ଜାଣିନୁ. ଆଉ ଜଣେ କହିବ ହି କମ୍ସ ଅଫ୍ ଏ ଗୁଡ୍ ଫ୍ୟାମିଲି. ଯିଏ ଭଲ ଇଂଲିଶ ଜାଣିବ, ଯିଏ କହୁଛି ଅଫ୍ ବୋଲି କହିଥିଲେ ତାଙ୍କର କଥାକୁ ସେ ସମର୍ଥନ କରିବ, ମୁଣ୍ଡରେ ଆସିବ. ସେ ଜଣେ ହିଁ ପ୍ରକୃତରେ ଇଂରେଜୀ ଗ୍ରାମାର ଜାଣିଥିବା, ପ୍ରିପୋଜିସନ୍ ଉପରେ ନଲେଜ ଥିବା, ଆକ୍ସେସ୍ ଥିବା ବୋଲି ବିଶ୍ୱାସ କରାଯିବ. ତେଣୁ ୟାକୁ ଏ ଭିଡ଼ିଓ ଯଦି ଭଲ ଲାଗୁଛି ୟାକୁ ସେୟାର ସବସ୍କ୍ରାଇବ୍ କରିବ ଏବଂ ଡେଲି ପ୍ରାକ୍ଟିସ୍ କରିବ. ଥ୍ୟାଙ୍କ ୟୁ. ଗଡ୍ ବ୍ଲେସ୍ ୟୁ.